ମାନେ ରୁଆ ଦେଖା ଯାଉନାହିଁ। ଦେଖିପାରୁଥିବେ ସାଙ୍ଗମାନେ ରୁଆ ବନ୍ଦ ହେଇଛି। ଦେଖିପାରୁଥିବେ ଯେହେତୁ କାହିଁକି ନା ବର୍ଷା ହେବାରୁ ଘାସ କେତେ ହେଇଛି ଦେଖିପାରୁଥିବେ। କାହିଁକିନା ସାଙ୍ଗମାନେ ଆମେ ଆସିଥାଉ ଆମ ଘର ହେଉଛି ବହୁତ ଦୂର ଆସିଥାଉ 20-30 କିଲୋମିଟର ରାସ୍ତା ଦୂର ଆସିଥାଉ। କାହିଁକିନା ବିଲ ରୁଆକୁ ଆମେ ସେପଟେ ରୁଆ ପଡ଼ା ହେଇପାରୁନି। କାହିଁକିନା ଦେଖିପାରୁଥିବେ ଆମେ ଏଇ ଅଟୋରେ ଆସିଥାଉ। ଏ ଭାଇମାନେ ସବୁ ଦେଖିପାରୁଥିବେ କୋଉଳି ଅବସ୍ଥାରେ ଆସିଛନ୍ତି। ଇଏ ହେଲେ ସଞ୍ଜୁ ବଳ, ଏଠି ଆମର ଦେଖିପାରୁଥିବେ ଚଣ୍ଡା ବାବୁ, ପିଲା ସବୁ ଚାଲିଛନ୍ତି। କାହିଁକିନା ରୁଆ ପଡ଼ା ଆମ ଘର ବହୁତ ଦୂର, ସେଥିପାଇଁ ଆସିଥାଉ ରୁଇବାକୁ ଆସିଥାଉ। ଆମେ ସେପଟେ ପାଣି ବହୁତ, ଏପଟେ ପାଣି ନାହିଁ ଦେଖିପାରୁଥିବେ ବହୁତ ଦୂର ଆସିଥାଉ। ସେ ଅଟୋ ହେଇଛି, ଅଟୋରେ ଆସିଥାଉ। ଅଟୋ ଯାଉଛି ବର୍ତ୍ତମାନ। କାହିଁକିନା ଆମର ପାଣି ଭରା ହେଉଛି, ଆମ ସଞ୍ଜୁ ବାବୁ ପାଣି ଭରୁଛନ୍ତି। ଆଉ ଲୋକ ବି ସବୁ ଗଲେଣି ବିଲକୁ, ଯେହେତୁ ଆମେ ପାଣି ଭରିକି ବର୍ତ୍ତମାନ ଯିବ। କାହିଁକିନା ସେମାନେ ଦେଖିପାରୁଥିବେ କେନାଳ ସବୁ କେତେ କେତେ ପାଣି, ଏପଟେ ବିଲରେ କେତେ ଲଗା ପାଣି ଦେଖିପାରୁଥିବେ। ରୁଆ ସବୁ ଖାଇଯାଇଛି। ଆମେ ଆସିଥାଉ ବହୁତ ଦୂରରୁ ରୁଇବାକୁ, ସେପଟେ ହେଉଛି ଘେରି ରହୁଛି ଦେଖିପାରୁଥିବେ। ଯେହେତୁ ଦେଖିପାରୁଥିବେ ସାଙ୍ଗମାନେ ବହୁତ ଦୂର ବି ଆସିଛନ୍ତି। ଦେଖିପାରୁଥିବେ ଗାଁ କେତେ ଆଡ଼େ ହେଲେଣି ଅଟୋରେ ଆସିଥାଉ, ସେ ଗାଁ ବି ବହୁତ ଦୂର ରହୁଛି। ଦେଖିପାରୁଥିବେ ଆମେ ଆସିଥାଉ ବହୁତ ଦୂର, ଆମେ ରୁଆପଡ଼ା କରିବାକୁ ଆସିଥାଉ। ଭାଇମାନେ ସେପଟେ ରହୁଛନ୍ତି, ଆମେ ଆସୁ ବହୁତ ଲେଟ୍ ହେଲା ଦେଖିପାରୁଥିବେ। ଯେହେତୁ କାହିଁକିନା ବହୁତ ଲେଟ୍, ସେ ଗୋଟା ପାଣି ବୋଟଲ ଧରିଛି, ଆମେ ବି ଗୋଟା ପାଣି ବୋଟଲ ଧରିଛ ଯାଉଛ ବର୍ତ୍ତମାନ ବିଲକୁ। ବର୍ଷା ଆନ୍ଧି ବହୁତ ଜୋର ଅଛି, ଦେଖିପାରୁଥିବେ ଆନ୍ଧି ବହୁତ ଜୋର ଅଛି। ବର୍ଷା ହେବାର ସମ୍ଭାବନା ଅଛି। କାଦୁଅ ପଚର ଭିତରେ ଆମେ ଯାଉଛୁ ଦେଖିପାରୁଥିବେ। ଯେହେତୁ ବିଲ ଚାଷ କରିବା ତା କ'ଣ କରିବା ଭାଇ। କାହିଁକିନା ସାଙ୍ଗମାନେ ଦେଖିପାରୁଥିବେ କେତେ ଲଗା ପାଣି, ବହୁତ ଲଗା ପାଣି। ରୁଆ ଦେଖିପାରୁଥିବେ କୋଉଭଳି ଅବସ୍ଥା ହେଇଛି ରୁଆ। କାହିଁକିନା ସାଙ୍ଗମାନେ ଆମେ ଆସି ପହଞ୍ଚିଲେ ବିଲ ମୁଣ୍ଡରେ, ଦେଖିପାରୁଥିବେ ବିଲ ମୁଣ୍ଡରେ ସବୁ ଉପଡ଼ା ପୁଡ଼ି ଚାଲିଲାଣି। ଆମେ ସବୁ ନେଇକି ଆସିନୁ କପଡ଼ା ପତ୍ର ସବୁ ଚେଞ୍ଜ କରିବା ଦେଖିପାରୁଥିବେ। ଯେହେତୁ